ଖାଲି କହିବି ଗୋଟେ ଗ୍ରାଣ୍ଡ ମହଲ ଅନୁଷ୍ଠାନ ଏଭଳି ଏକ ଅନୁଷ୍ଠାନ ଶୃଙ୍ଖଳିତ ଅନୁଷ୍ଠାନ ମୁଁ ପାଇଛି। ଚର୍ଚ୍ଚିତ ଲୋକପ୍ରିୟ ଅଭିନେତା ମାନସ ପଣ୍ଡା ମୁଁ ଭାବିଲି କଣ ଡାଇରେକ୍ଟ ଗୋଟେ ମାଡଗାଳି ଭିତରେ ସ୍ନେହ ଥାଏ। କଣ କହିବେ ଗ୍ରାଣ୍ଡ ମହଲ ଏ ବର୍ଷର ମାନେ ପ୍ରଥମ ନାଟକ ଫାଇନାଲ ଯେତେବେଳେ ତ ବାଟ ରହିଛି କଣ ଆପଣଙ୍କର ଚରିତ୍ର ମିଳିଛି ଆଉ ଦର୍ଶକ ଆମେ ରେଜଲ୍ଟ ପାଇଲୁ ଭଲ ନାଟକ ବୋଲି କଣ କହିବେ? ଏତିକି ଖାଲି କହିବି ଗୋଟେ ଗ୍ରାଣ୍ଡ ମହଲ ଅନୁଷ୍ଠାନ ଏଭଳି ଏକ ଅନୁଷ୍ଠାନ ଶୃଙ୍ଖଳିତ ଅନୁଷ୍ଠାନ ମୁଁ ପାଇଛି ଏବଂ ମାଲିକ ନିରଞ୍ଜନ ସାହୁ ଏବଂ ପୂଜାରାଣୀ ସାହୁ ଦୁଇ ଜଣଙ୍କର ତତ୍ତ୍ୱାବଧାନରେ ସୁଚାରୁ ମାନେ ଯାତ୍ରାପାତି କରିଛି। ମୁଁ ଆଶା କରୁଛି ପ୍ରଭୁ ଧବଳବାଣୀକୁ ଡାକୁଛି ସେ ଅନୁଷ୍ଠାନ ଆହୁରି ଆଗକୁ ଆଗକୁ ଯାଉ ଏବଂ ନାଟକଟି ଭଲ ବାଜିଛି। କାରଣ ଏବେ ଯୁଗାନ୍ତ ଧର୍ମୀ ନାଟକ ଏବେ ଯେଉଁ ସବୁ ନାଟକ ସବୁ ଚାଲିଛି ମୁଁ ସେ ବିଷୟରେ କିଛି ବ୍ୟାଖ୍ୟା କରିବିନି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ନାଟକଟି ଗୀତାର ତତ୍ତ୍ୱ ତା ଦେହରେ ବୁଝା ହେଇଛି। ତ ସମାଜକୁ ବାର୍ତ୍ତା ଦେଲା ଭଳି ନାଟକ ବାବୁଆଣୀ ଏଡ଼ିକି ବକେଟ ହେଇଥିଲି ବାବୁଆଣୀ ବାପା ମା ଚାଲିଗଲି 2 ବର୍ଷର ଭଉଣୀକି କାନ୍ଧରେ ପକେଇ ଘର ଘର ବୋଲି ଦୁଃଖ ଭାବିଛି ବାବୁଆଣୀ ପଇସା ମଧ୍ୟ ଚାକିଛି। ଏଇ ବାବୁ ଗୋଟେ ଘରକୁ ଆଶ୍ରୟ ଦେଲେ ଜାଣିଛନ୍ତି ବାବୁଆଣୀ ଏ ବାବୁନା ମୋ ପାଇଁ ଜଗନ୍ନାଥ ସେଦିନ ଯେମିତି ଜଗନ୍ନାଥ ଦାସିଆ ବାଉରୀ ହାତରୁ ନଡ଼ିଆ ଦେଲେ ଭକ୍ତ ସାଧକଙ୍କ ପାଇଁ ନନ୍ଦିଘୋଷ ରଥ ଅଟିକି ଯାଇଥିଲା, ସେମିତି ମୋ ବାବୁ ପ୍ରକୃତରେ ମାର ମାରନ୍ତି। ମୁଁ ଅଭିଯାନ କରି କହନ୍ତି ଆରେ ମନୁଆ ରାଗିଛି କିରେ ଖାଇବେ। ମୋ ବାବୁଙ୍କର ଏଇ କେଇ ପଦ କଥାରେ ମୁଁ ସବୁ ଦୁଃଖ ଭୁଲିଯାଏ ବାବୁଆରେ। ମୋ ବାବୁ ମୋ ପାଇଁ ଅନ୍ନଦାତା ମୋ ବାପା। ଧନ୍ୟବାଦ। ଜଗନ୍ନାଥ।